आमर संस्कृति आमर संस्कार सर्वदा रहु आम सहित। भारतर महान ग्रंथ आउ काव्यगुड़िकर संपूर्ण संकलन सब्सक्राइब करंतु तिलक। शुणिले भी मन बुझे नाही, हृदयर तृष्णा केबे हेले न मराई। लंकेश्वर महाराजंकर जय हो। महाराज आपणक आज्ञा अनुसार आपणक अपराधी को बांधी आनिछि। मेघनाद, मोर तुमठू यही आशा थिला। तुमर पराक्रम प्रशंसा योग्य। ये सब आपणक शक्तिर प्रताप महाराज। वत्स, मु तुम उपरे प्रीत। आसन ग्रहण कर। नवग्रह देवी देवता आउ सकल दिगपाल समस्ते चकित सर्वे भयभीत देखि हनुमान वीर देखि हनुमान वीरा मने मने वीरा करे प्रणाम घेनती देवता गण मुक्तिर दिन सूची पखे धन्य प्रभु श्री राम जय हनुमान जय श्री राम। ही बानर को डरुथिल। याठी एमती कौन विशेषता अछि जे ये केवल मोर सैन्य मन को प्रहार करेनी बरं राजकुमार अक्षय कुमार के परी परम योद्धा को हत्या भी करिछि। महाराज ये देखा जेते सरल वास्तव में सेतिकी सरल नुहे। ये परम मायावी अनेक प्रकार छलना विद्या जाने।
ସେଥିପାଇଁ ସେ କାହାର ଅଧୀନ ନୁହେଁ ମହାରାଜ। ତା ସାଥିରେ ଯୁଦ୍ଧ କରୁଥିବା ବେଳେ ଏଥରକ ମୁଁ ବି ବିଚଳିତ ହୋଇଯାଇଥିଲି। ଶେଷରେ ବ୍ରହ୍ମାସ୍ତ୍ର ପ୍ରୟୋଗ କରି ତାକୁ କାବୁ କରିବାକୁ ପଡ଼ିଲା। ୟା ପାଇଁ ତୁମେ ବ୍ରହ୍ମାସ୍ତ୍ର ପ୍ରୟୋଗ କଲ? ହଁ ପିତାଶ୍ରୀ। ତେବେ ତ ଇଏ ନିଶ୍ଚିତ ମୋ ସମ୍ମୁଖକୁ ଆସିବା ଯୋଗ୍ୟ। କହ ବାନର, କାହାର ସାହସ ପାଇ ତୁ ମୋର ସେ ସୁନ୍ଦର ଉପବନକୁ ଉଜାଡ଼ିଦେଲୁ? ମୋର ରାକ୍ଷସ ଯିଏକି ସେଠିକା ରକ୍ଷକ ଥିଲେ, ତୁ ତାଙ୍କୁ କୋଉ ଅପରାଧରେ ମାରିଲୁ? ପ୍ରଭୁ, ନିଜ ଶରୀରକୁ ସୁସ୍ଥ ରଖିବା ଆଉ ତାକୁ ରକ୍ଷା କରିବା ପ୍ରାଣୀର ପ୍ରଥମ ଧର୍ମ। ସେହି ଧର୍ମ ଅନୁସାରେ ଯେତେବେଳେ ଶରୀର ଅତ୍ୟନ୍ତ ଭୋକିଲା ଥିବ ଆଉ ସାମ୍ନାରେ ଖାଦ୍ୟ ପଦାର୍ଥ ଥିବ, ତେବେ ତାକୁ ଖାଇଦେବାରେ ଧର୍ମ ଆଉ ନ୍ୟାୟ ଦୃଷ୍ଟିରୁ ଆଦୌ ଦୋଷାବହ ନୁହେଁ। ମୁଁ 100 ଯୋଜନ ସମୁଦ୍ର ଲଙ୍ଘି କରି ଆସିଥିଲି। ସେହି ପରିଶ୍ରମରେ ମୁଁ ଥକି ଯାଇଥିଲି ଆଉ ମୋତେ ଭୋକ ବି ହେଉଥିଲା। ସେଥିପାଇଁ ଅଶୋକ ବାଟିକାର ଫଳ ଉପରେ ନିଜର ଅଧିକାର ଭାବି ଖାଇଦେଲି। ମହାରାଜ, ରାତି ସମୟରେ ଯେତେବେଳେ ବୃକ୍ଷ ଶୋଇଥିବେ, ସେତେବେଳେ ସେଥିରୁ ଫଳ ଆଉ ପତ୍ର ଆଦି ତୋଳିବା ଅନୁଚିତ। ସେଇଥିପାଇଁ ମୁଁ ସେମାନଙ୍କୁ ହଲେଇ ଦେଇ ନିଦରୁ ଉଠେଇଥିଲି। ତାଙ୍କୁ ହଲେଇବାରେ କିଛି ବୃକ୍ଷର ମୂଳ ବାହାରକୁ ବାହାରି ଆସିଲା। ବାସ୍, ପୁଣି ଆପଣଙ୍କ ସୈନିକମାନେ ମୋତେ ପ୍ରହାର କଲେ। ନିଜ ଶରୀରକୁ ରକ୍ଷା କରିବା ପାଇଁ ମୁଁ ସେମାନଙ୍କ ସାଙ୍ଗେ ଲଢ଼ିଲି। ମହାରାଜ, ଯେଉଁମାନେ ମୋତେ ପ୍ରହାର କରିନାହାନ୍ତି ସେମାନଙ୍କର ମୁଁ କିଛି ବି କରିନି। ବାସ୍, ମୁଁ କେବଳ ସେଇମାନଙ୍କୁ ମାରିଛି ଯେଉଁମାନେ ମୋତେ ମାରିବାକୁ ଚେଷ୍ଟା କଲେ। ସେଥିପାଇଁ ଆପଣଙ୍କ ପୁତ୍ର ଅକ୍ଷୟ କୁମାରକୁ ମୁଁ ପରଲୋକକୁ ପଠେଇଲି। ମହାରାଜ, ଯିଏ ଯୁଦ୍ଧ ଇଚ୍ଛାରେ ଆସେ ତାକୁ ମାରିବା ଅଧର୍ମ ନୁହେଁ। ମୋର ପ୍ରିୟ ପୁତ୍ର ରାଜକୁମାର ଅକ୍ଷୟକୁ ହତ୍ୟା କରିବା ସମୟରେ ତତେ ମୋ ଶକ୍ତିର କୌଣସି ଭୟ ନଥିଲା। ସଠା, ତୁ ମୋର ଯଶ ଆଉ କୀର୍ତ୍ତି ବିଷୟରେ ଏ ପର୍ଯ୍ୟନ୍ତ କିଛି ଶୁଣିନୁ। ଶୁଣିଛି ମହାରାଜ, ଆପଣଙ୍କ କୀର୍ତ୍ତି ଆଉ ଆପଣଙ୍କର କୃତିତ୍ୱର ଯଶଗାଥା ଶୁଣିଛି। କେମିତି ସହସ୍ର ବାହୁରେ ଆପଣ ବୀରତ୍ୱର ସହିତ ଯୁଦ୍ଧ କରିଥିଲେ, ଆଉ ପୁଣି କେମିତି ବାନର ରାଜା ବାଳି ଆପଣଙ୍କୁ ତାଙ୍କ କାଖ ତଳେ ଜାକି 6 ମାସ ଯାଏଁ ବୁଲିଥିଲେ। ଆପଣଙ୍କ ବୀରତ୍ୱର ଚର୍ଚ୍ଚା ତ 3 ଲୋକରେ ସମସ୍ତେ କରନ୍ତି। ମହାରାଜ, ଯିଏ ମାୟାରେ ଭିକାରୀ ବେଶ ଧରି କୌଣସି ଏକାକୀ ଦୁର୍ବଳା ସ୍ତ୍ରୀକୁ ଚୋରଙ୍କ ଭଳି ଉଠେଇ ଆଣେ, ସେଭଳି ପରମ ବୀର ଆପଣଙ୍କ ବ୍ୟତୀତ ଆଉ କିଏ ହେଇପାରେ? ମୋ ଦରବାରରେ ଏମିତି ଧୃଷ୍ଟତା ପୂର୍ବକ କଥା କହିବାର ସାହସ କେହି ବି କରିନାହାନ୍ତି। ସେନାପତି, ଆଜ୍ଞା ମହାରାଜ। ତାର ଜୀବ ଛେଦନ କରାଯାଉ। ରୁହ ସେନାପତି। ମହାମନ୍ତ୍ରୀ ପ୍ରହସ୍ତ, ଆପଣ ମୋ ଆଜ୍ଞା ପାଳନରେ ବାଧା ସୃଷ୍ଟି କରୁଛନ୍ତି। ମହାରାଜ, ଏମିତି ସାହସ ମୁଁ କରିପାରିବିନି, କିନ୍ତୁ ଆପଣଙ୍କ ଆଜ୍ଞା ପାଳନ ପୂର୍ବରୁ ମୁଁ ଆପଣଙ୍କ ସଭାରେ ଗୋଟିଏ ବିନମ୍ର ନିବେଦନ କରିବାକୁ ଚାହୁଁଛି। କୁହନ୍ତୁ। ହେ ଲଙ୍କେଶ୍ୱର, ଇଏ କୌଣସି ସାଧାରଣ ମାନବ ନୁହେଁ, ଆଉ ସେ ଏଠିକି ଆସିବା ବି ଆଦୌ ସାଧାରଣ କଥା ଭଳି ଲାଗୁନି। ଏ ବାନରର ରୂପ ତାର ଛଦ୍ମବେଶ ଭଳି ଲାଗୁଛି, କାରଣ ଯେତେ ତେଜ ତା ଦେହରେ ଅଛି ତାହା ବାନରଙ୍କ ଦେହରେ ନଥାଏ। ହେଇପାରେ ସେ ଇନ୍ଦ୍ରଙ୍କ କହିବା ଅନୁସାରେ ଏଠିକି ଆସିଛି, ନହେଲେ କୁବେର କିମ୍ବା ଯମ ବରୁଣଙ୍କର ଦୂତ ହୋଇପାରେ, କିମ୍ବା ବିଷ୍ଣୁ ତାକୁ ଏଠିକି ପଠାଇ ଥାଇପାରେ। ସର୍ବପ୍ରଥମେ ଏକଥା ଜାଣିନେବା ଅତ୍ୟନ୍ତ ଆବଶ୍ୟକ। ମହାରାଜ, ମନ୍ତ୍ରୀବର ପ୍ରହସ୍ତଙ୍କର କହିବା ଠିକ। ଏକଥା ଜାଣିବା ନିହାତି ଦରକାର ଯେ କିଏ ତାକୁ ଏଠିକି ପଠେଇଛି, ଆଉ ୟା ପଛରେ କେଉଁ ଶତ୍ରୁ କିମ୍ବା ଦେବଗଣଙ୍କର କ'ଣ ଷଡ଼ଯନ୍ତ୍ର ରହିଛି। ଏ ସମ୍ପୂର୍ଣ୍ଣ ଖବର ଯାହାକି ୟା ଦ୍ୱାରା ପ୍ରାପ୍ତ ହୋଇପାରିବ, ୟାର ଜିହ୍ବା ଛେଦନ କଲେ ସେ ସୁଯୋଗ ମିଳିବନି। ସେନାପତି, ସର୍ବପ୍ରଥମେ ୟାଠୁ ଖବର ନିଅନ୍ତୁ, ଆଉ ଯଦି ଇଏ ସିଧା ସିଧା ନ କହେ ତେବେ ତାକୁ ଏମିତି ନିର୍ଯାତନା ଦେବ ଯେମିତି ସେ ସବୁ କହିବାକୁ ବାଧ୍ୟ ହେବ। ମୁଁ ଆପଣଙ୍କ ବିବେକକୁ ପ୍ରଶଂସା କରୁଛି। ସେନାପତି, ମହାମନ୍ତ୍ରୀ ପ୍ରହସ୍ତଙ୍କ ଆଜ୍ଞା ପାଳନ କର।
ଏତେ ବଡ଼ କାର୍ଯ୍ୟକ୍ରମର ଆବଶ୍ୟକତା ନାହିଁ ମହାରାଜ। ଏତେ ଟିକେ କଥା ତ ମୁଁ ନିଜେ କହିଦେବି। ମୁଁ ବାୟୁ ଦେବତାଙ୍କ ଔରସ ପୁତ୍ର ହନୁମାନ। ମୋତେ ନା ଭଗବାନ ବିଷ୍ଣୁ ପଠାଇଛନ୍ତି ନା ଇନ୍ଦ୍ରାଦି ଦେବତାମାନେ। ମୁଁ ତିନି ଲୋକର ସ୍ୱାମୀ, ଅମିତ ପରାକ୍ରମୀ, ରଘୁକୁଳ ଶିରୋମଣି ପ୍ରଭୁ ଶ୍ରୀରାମଙ୍କ ଦୂତ। ଯାହାଙ୍କ ଭାର୍ଯ୍ୟା ସୀତା ମାତାଙ୍କୁ ତମେ ମାୟାରେ ହରଣ କରିଛ, ମୁଁ ସେଇ ସୀତା ମାତାଙ୍କ ଖବର ନେବାକୁ ଆଉ ତମକୁ ଭେଟିବାକୁ 100 ଯୋଜନ ସମୁଦ୍ର ଲଙ୍ଘି ଆସିଛି। ମୁଁ ସୀତା ମାତାଙ୍କ ଦର୍ଶନ କରିସାରିଛି। କେବଳ ତମକୁ ଭେଟିବା ପାଇଁ ହିଁ ମୁଁ ଏମିତି ନିଜେ ହିଁ ବନ୍ଧାଯିବା ପାଇଁ ସ୍ୱୀକାର କଲି। ନହେଲେ ଦେବତାଠୁ ନେଇ ଅସୁର ପର୍ଯ୍ୟନ୍ତ ମୋତେ କେହି ବି କୌଣସି ଅସ୍ତ୍ରରେ କିମ୍ବା କୌଣସି ଫାଶରେ ବାନ୍ଧି ପାରିବେନି, କାରଣ ବ୍ରହ୍ମାଙ୍କଠୁ ମୁଁ ଏହି ବରଦାନ ପାଇସାରିଛି। ମୁଁ ତ ଏ କଥା ଦେଖିବା ପାଇଁ ଲୋଭରେ ଆସିଥିଲି ଯେ ମହର୍ଷି ପୁଲସ୍ତ୍ୟ, ଯାହାଙ୍କର ଯଶ ନିର୍ମଳ ଚନ୍ଦ୍ରଙ୍କର ସମକକ୍ଷ, ତାଙ୍କ ବଂଶରେ ତାଙ୍କ କୀର୍ତ୍ତିକୁ କଳଙ୍କିତ କଲା ଭଳି ଲୋକ କିଏ ସେ ମୂର୍ଖ ଯିଏକି ଶ୍ରୀରାମଙ୍କ ସାଙ୍ଗେ ଶତ୍ରୁତାର ସାହସ କରିପାରେ? ଯାହାକୁ ଶ୍ରୀ ରଘୁନାଥଙ୍କ ଶକ୍ତିର ଅନୁମାନ ଅଛି ନା ଭୟ? ତୁ ଗୋଟାଏ ଛାର ମାନବର ଶକ୍ତିରେ ରାବଣକୁ ଡରେଇବାକୁ ଆସିଛୁ। ରାବଣ ଯାହାକୁ ବ୍ରହ୍ମା ଆଉ ସ୍ୱୟଂ ଭଗବାନ ଶିବଙ୍କ ଠାରୁ ଶକ୍ତି ପ୍ରାପ୍ତ ହୋଇଛି। ଯଦି ମୁଁ ଭଗବାନ ଶିବ ହେଇଥାନ୍ତି ତେବେ ତମକୁ ଏଇ ଉପଦେଶ ଦେଇଥାନ୍ତି ଯେ ବତ୍ସ, ମୋ ଶକ୍ତିର କିମ୍ବା ମୋ ଅନୁକମ୍ପାର ଦୁରୁପଯୋଗ କରନା। ତୁ ଧର୍ମପୂର୍ବକ ତପସ୍ୟା ଦ୍ୱାରା ଯେଉଁ ଶକ୍ତି ମୋଠୁ ପାଇଛୁ ତାର ପ୍ରୟୋଗ ବିନମ୍ରତା ସହିତ ଧର୍ମ କାର୍ଯ୍ୟରେ ଲଗାଅ। ଯଦି ତା ଯୋଗୁଁ ନିଜ ଭିତରେ ପାପ, ଅହଙ୍କାର ଓ ଅଧର୍ମର ପ୍ରାବଲ୍ୟ ବଢ଼ିଯାଏ ତେବେ ତାର ଗୋଟାଏ ପରିଣାମ ବିନାଶ, ସମୂଳେ ବିନାଶ। ତେଣୁ ବିନାଶର ମାର୍ଗ ଛାଡ଼ି ଶ୍ରୀରାମଙ୍କ ଶରଣକୁ ଚାଲି ଆସ, ଯିଏକି ଗୋଟିଏ ତୀରରେ ମହାବଳୀ ବାଳିକୁ ବିନାଶ କଲେ ଆଉ ଖର ଦୂଷଣଙ୍କୁ ସେନା ସହିତ ବଧ କଲେ। ତାଙ୍କୁ ଚିହ୍ନି ରଖ। ସେ ସାରା ଜଗତର ସ୍ୱାମୀ। ତିନି ଲୋକରେ ତାଙ୍କ ସହିତ ଲଢ଼େଇ କରିବା ପାଇଁ କେହି ବି ନାହିଁ। ସମସ୍ତ ଦେବତା, ବ୍ରହ୍ମା, ସ୍ୱୟଂ ମୁଁ ବି ତାଙ୍କ ସମ୍ମୁଖରେ ସର୍ବଦା ନତମସ୍ତକ ହୋଇଥାଉ। ତେଣୁ ପୁତ୍ର, ଏବେ ବି ସମୟ ଅଛି। ଜାନକୀ ମାତାଙ୍କୁ ନେଇ ସେ ଶରଣଗତ ବତ୍ସଳଙ୍କ ଶରଣକୁ ଚାଲି ଆସ। ଆପଣ ବାନର, ଇଏ ଭଗବାନ ଶିବଙ୍କ ବାକ୍ୟ ନା ତୋର ଭ୍ରମିତ ବୁଦ୍ଧିର ପ୍ରଳାପ? ବାଃ, ଏବେ ବାନର ଭଳି ଅଧମ ପ୍ରାଣୀ ବି ରାବଣଙ୍କୁ ଗୁରୁଙ୍କ ଭଳି ଶିକ୍ଷା ଦେବେ। ଉତ୍ତମ ଶିକ୍ଷା କେଉଁଠୁ ବି ମିଳୁ, ଗ୍ରହଣ କରିବା ଉଚିତ। ରାଜନ, ତମର ରୂପ ଆଉ ଧୈର୍ଯ୍ୟ ଅଦ୍ଭୁତ, ତମର ସାହସ ଅବର୍ଣ୍ଣନୀୟ ଆଉ କାନ୍ତି ଅନନ୍ୟ। ତମଠି ଗୋଟାଏ ଉତ୍ତମ ରାଜାର ସମସ୍ତ ଲକ୍ଷଣ ବିଦ୍ୟମାନ। କେବଳ ମନୋବୃତ୍ତି ବଦଳାଇ ଦେଲେ ତମେ ସେ ସ୍ଥାନ ପ୍ରାପ୍ତ ହୋଇପାରିବ ଯେଉଁଠି ଦେବତା ତମକୁ ପୂଜା କରିବେ। ମନେ ରଖ, ଧର୍ମ ବିରୁଦ୍ଧ କାର୍ଯ୍ୟରେ ସର୍ବଦା ଅନର୍ଥ ହିଁ ଉତ୍ପନ୍ନ ହୋଇଥାଏ। ପାପ ନିଜେ କର୍ତ୍ତାକୁ ମୂଳୋତ୍ପାଟନ ନ କରି ଛାଡ଼େ ନାହିଁ। ତେଣୁ ଆପଣଙ୍କ ପରି ବୁଦ୍ଧିମାନଙ୍କୁ ଅନ୍ୟର ସ୍ତ୍ରୀକୁ ସ୍ୱଗୃହରେ ବନ୍ଦୀ କରି ରଖିବା ଭଳି ନିନ୍ଦିତ କାର୍ଯ୍ୟ ଶୋଭା ପାଉନାହିଁ। ଏଇ ଗୋଟାଏ ପାପ ତମର ସମସ୍ତ ଶକ୍ତି ଆଉ ସ୍ୱର୍ଣ୍ଣର ମହଲ ସମେତ ଏ ଲଙ୍କାକୁ ଧ୍ୱଂସ କରିଦେବ। ଏଭଳି ସମୃଦ୍ଧ ଦେଶରେ କେବଳ ଚିତ୍କାର ଛଡ଼ା ଆଉ କିଛି ରହିବନି। ମୃତ ଆତ୍ମାମାନଙ୍କର ତୃଷା ମେଣ୍ଟାଇବାକୁ କେହି ନଥିବେ। ବାସ୍,
ବହୁତ ହେଇଗଲା ଏ ଅନର୍ଗଳ ବକ୍ତୃତା। ନିଜର ମୃତ ଆତ୍ମାର ତୃଷା ନିବାରଣ କଥା ଚିନ୍ତା କର। ଆମ ପାଇଁ ଚିନ୍ତା କରିବା କୌଣସି ଆବଶ୍ୟକତା ନାହିଁ। ବ୍ରହ୍ମଙ୍କର ଆଶୀର୍ବାଦରେ ଦେବ, ଦାନବ, ଗନ୍ଧର୍ବ, ଯକ୍ଷ, କିନ୍ନର, ନାଗ, ଅସୁର ଏମିତିକି କୌଣସି ଜନ୍ମିତ ପ୍ରାଣୀ ମତେ ମାରିପାରିବନି। ସେ ବରଦାନରେ ତମକୁ ନର ଓ ବାନର ପ୍ରତି ନିର୍ଭୟ କରାଯାଇ ନଥିଲା। ଭଗବାନ ଶ୍ରୀରାମ ଏଇ କ୍ଷଣି ନର ରୂପରେ ଆଉ ସୁଗ୍ରୀବ ବାନର ରୂପରେ। ରାଜନ, ମୁଁ ପୁଣି ହାତ ଯୋଡ଼ି କହୁଛି, ଶ୍ରୀରାମଙ୍କ ବିରୁଦ୍ଧରେ ବିଦ୍ରୋହ କଲା ଲୋକକୁ ସ୍ୱୟଂ ଶଙ୍କର, ବିଷ୍ଣୁ, ବ୍ରହ୍ମା ବି ରକ୍ଷା କରିପାରିବେନି। ରାମଙ୍କ ପ୍ରତି ବିମୁଖ ହେଲେ ଲକ୍ଷ କୋଟିର ସମ୍ପତ୍ତି ବି ସେଇଭଳି ଶ୍ରୀହୀନ, ଯେଉଁଭଳି ଗୋଟାଏ ନାରୀର ଶରୀର ସ୍ୱର୍ଣ୍ଣ ଅଳଙ୍କାର ପିନ୍ଧିବି ବସ୍ତ୍ର ବିନା ମର୍ଯ୍ୟାଦାହୀନ ହୋଇଥାଏ। ମହାରାଜ ରାବଣ, ମୁଁ ତୁମକୁ ଅନ୍ତିମ ଚେତାବନୀ ଦଉଛି। ଯାହାକୁ ତମେ ସୀତା ଭାବୁଛ ସେ ବିଷଯୁକ୍ତ ଖାଦ୍ୟ, ତମ ମୃତ୍ୟୁର ସନ୍ଦେଶ। ସୀତାଙ୍କ ରୂପ ଧାରଣ କରି ତମ ପାଖରେ କାଳଫାସ ସଦୃଶ ଆସି ପହଞ୍ଚିଛି। ମହାରାଜ ରାବଣ, ଇଏ ଅନ୍ତିମ ଚେତାବନୀ, ନହେଲେ ମୃତ୍ୟୁ ପାଇଁ ପ୍ରସ୍ତୁତ ହୋଇ ରୁହ। ମୁଁ ନିଜେ ତମକୁ ମୃତ୍ୟୁଦଣ୍ଡ ଦେବା ପାଇଁ ସମର୍ଥ, କିନ୍ତୁ ମୋତେ ଶ୍ରୀରାମଙ୍କର ଆଜ୍ଞା ନାହିଁ। ଆଉ ଏମିତିରେ ମୁଁ ସେ ଗୌରବ ଶ୍ରୀରାମଙ୍କୁ ଦେବାକୁ ଚାହୁଁଛି। ମୃତ୍ୟୁଦଣ୍ଡ ଦେବାକୁ କିଏ ଶକ୍ତ ସାମର୍ଥ୍ୟ ଏ କଥା ତାକୁ କହିଦିଅ। ଏବେ ତାର ଶିରଚ୍ଛେଦନ କର। ରୁହ। ରାକ୍ଷସ ରାଜ, କ୍ଷମା କରିବେ। ଯଦି କ୍ରୋଧିତ ନ ହୁଅନ୍ତି ମୁଁ କିଛି ମିନତି କରିବି। କୁହ। ମହାରାଜ, ଏ ବାନର ଦୂତ ହେଇକି ଆସିଛି। ଏ ବାନରକୁ ହତ୍ୟା କରିବା ଧର୍ମ ବିରୁଦ୍ଧ ଅଟେ, ଆଉ ଲୋକାଚାର ଦୃଷ୍ଟିରୁ ବି ନିନ୍ଦନୀୟ ଅଟେ। ଆପଣ ତ ରାଜନୀତିର ବିଶେଷଜ୍ଞ। ଆପଣଙ୍କ ପରି ବୀରଙ୍କ ପାଇଁ ଏହା ଉଚିତ ନୁହେଁ। ମୁଁ ବିଭୀଷଣ କକାଙ୍କ ପ୍ରସ୍ତାବରେ ସହମତ ନୁହେଁ। ମୁଁ ତ ଏହାକୁ ଦୂତ ବୋଲି ବି ସ୍ୱୀକାର କରିପାରିବିନି, କାରଣ ଇଏ ତ ଦୂତଙ୍କ ଭଳି ଆଚରଣ ହିଁ କରିନି। ଏଠିକି ଆସି ଶତ୍ରୁଙ୍କ ଭଳି ଆମ ସୈନ୍ୟମାନଙ୍କୁ ହତ୍ୟା କରିଛି। ଇଏ ଜଣେ ଗୁପ୍ତଚରଙ୍କ ଭଳି ଆଚରଣ କରିଛି। ହାତକୁ ଆସିଥିବା ଶତ୍ରୁ କିମ୍ବା ତାର ଗୁପ୍ତଚରକୁ ଛାଡ଼ିଦେବା ବୁଦ୍ଧିମାନୀ ନୁହଁ ମହାରାଜ। ପରେ ପଶ୍ଚାତାପ କରିବାକୁ ପଡ଼ିପାରେ। ମୁଁ ତାକୁ ମୃତ୍ୟୁଦଣ୍ଡ ଦେବାକୁ ଅନୁମୋଦନ କରୁଛି। ଇନ୍ଦ୍ରଜିତର ଯୁକ୍ତି ସତ୍ୟ ଅଟେ। ପାପୀମାନଙ୍କୁ ବଧ କରିବାରେ ଆଦୌ ପାପ ଲାଗେନି। ଏ ବାନର ରାଜବାଟିକାକୁ ଧ୍ୱଂସ କରିଛି। ରାଜକୁମାର ଅକ୍ଷୟ ଆଉ ମହାବଳୀ ଜମ୍ବୁବାଳୀକୁ ହତ୍ୟା କରିଛି। ତାର ହତ୍ୟା ନ୍ୟାୟୋଚିତ। ଲଙ୍କେଶ୍ୱର, ପୂର୍ବପୁରୁଷ କହିଛନ୍ତି ଯେ ଦୂତ କୋଉଠି ବି କୌଣସି ସମୟରେ କୌଣସି ପରିସ୍ଥିତିରେ ହତ୍ୟାର ଯୋଗ୍ୟ ନୁହଁ। ଏଥିରେ ସନ୍ଦେହ ନାହିଁ ଯେ ସେ ସମସ୍ତ କାର୍ଯ୍ୟ ଶତ୍ରୁ ଭଳି କରୁଛି। ତଥାପି ଦୂତର ବଧ କରିବା ଉଚିତ କାର୍ଯ୍ୟ ହେବନି। ଏ ବାନରକୁ ମାରିବାରେ କୌଣସି ଲାଭ ହେବନି। ଯିଏ ଏହାକୁ ପଠାଇଛନ୍ତି ତାଙ୍କୁ ପ୍ରାଣଦଣ୍ଡ ଦେବା ଦରକାର। ନୀତି ଆଉ ଧର୍ମରେ ବିଶାରଦ ମୋ ମନ୍ତ୍ରୀ ମାନଙ୍କର ମତ କଣ? ମହାରାଜ, ମତେ କ୍ଷମା କରନ୍ତୁ, କିନ୍ତୁ ମୁଁ କୌଣସି ଦୂତ ପାଇଁ ମୃତ୍ୟୁଦଣ୍ଡ କଥା କେବେ ଶୁଣିନି। ଯଦି ଦୂତ ମର୍ଯ୍ୟାଦାର ଉଲ୍ଲଂଘନ କରିଥାଏ ତେବେ ତା ପାଇଁ ଅଲଗା ପ୍ରକାରର ବହୁତ ଦଣ୍ଡ ଦର୍ଶାଯାଇଛି। ଯେମିତି ଅଙ୍ଗ ଛେଦନ କରିବା, ତାକୁ ଲଣ୍ଡିତ ମସ୍ତକ କରିବା କିମ୍ବା ତା ଶରୀରରେ କିଛି ଦାଗ ଦେବା। ମହାରାଜ, ଦୂତ ସର୍ବଦା ନିଜ ସ୍ୱାମୀର ଅଧୀନରେ ଥାଏ। ତେଣୁ ସେ ସର୍ବଦା ନିଜ ସ୍ୱାମୀର ହିତ କଥା ହିଁ କହିଥାଏ। ସେଥିପାଇଁ ସେ ଶତ୍ରୁ ଭଳି ବ୍ୟବହାର କରେ, ତଥାପି ସେ ହତ୍ୟାର ଯୋଗ୍ୟ ହୋଇନଥାଏ। ମୋ ମତରେ ତାକୁ କୌଣସି ଅଲଗା ଦଣ୍ଡ ଦିଆଯିବା ଦରକାର। ମୁଁ ତମ ସମସ୍ତଙ୍କ ମତ ସ୍ୱୀକାର କରୁଛି, କିନ୍ତୁ ଏ ଦୁଷ୍ଟ ବାନରକୁ କୌଣସି ନା କୌଣସି ଦଣ୍ଡ ଦିଆଯିବା ଆବଶ୍ୟକ।
ବାନର को निज लांज प्रति बहुत ममता थाए ताहा ही तांकर अलंकार तेणु यार लांज जळी दिया जाऊ ओडा लांज को नहीं ये ता प्रभु पाखक गले सेठी ताकु तार मित्र और कुटुंब माने पीड़ित और संतप्त अवस्था देखि शोक करिवे राक्षस गण ता लांजरे निया लगेई ताकु नगरर सड़क और चारि छकरे बुलाओ जेउथिरे राक्षसंक पिले जळुथुवा लांजर एई बानर को देखि आमोदित हेबे एहा मोर आज्ञा अरे शुणिली महाराजा काले ताको मृत्युदंड देइथांते किंतु मंत्री मानक कहिबारु जे दूतर हत्या नीति विरुद्ध से आज्ञा देले जे तार लांज जळे कि अंग छेदन करि दियो। बानरंकु तो निज लांज प्रति बहुत ममता थाए बहुत दुख करूथिबो। दुख कले कोन करिवो लांजरे निया लागिले माछ बळी छटपट हबो। जेमिति ता लांजरे तेल बीजा कपड़ा बांधुचंती सेमिति ता लांज लंबारू लंबा हे जाउची। लांज जेते बड़ हबो निया सेते अधिक बेपिबो सेते अधिक छटपट हबो। केते मूर्खटा। अरे माकड़ माने तो सबु बेले मूर्ख कोण आउ करंते जे। हे अग्निदेव जदि मो पतिंकर एकनिष्ठ सेवा करिथिबी जदि मो पति भक्ति रे कोनोसी त्रुटि नाही जदि मोठी तपस्या और पतिव्रता धर्मर बल अच्छी तेबे मो पुत्र हनुमान पाई आपण शीतल हो जातु। जय श्री राम।
ଦିଅ ହଁ ଚାଲ 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 ତ ନାଶ ହଉ ସେ ବାନରର। ଦେଖନ୍ତୁ ସ୍ୱାମୀ, ଯାହାର ଜଣେ ଦୂତ ଏକାକୀ ଆପଣଙ୍କର ଲଙ୍କା ନଗରୀକୁ ପୋଡ଼ି ପାଉଁଶ କରିଦେଇପାରେ, ସ୍ୱୟଂ ତାଙ୍କ ଶକ୍ତି କଥା ବିଚାର କରନ୍ତୁ। ଏ ଲକ୍ଷଣ ଶୁଭ ନୁହେଁ ସ୍ୱାମୀ। ମୁଁ ଆପଣଙ୍କୁ ପୁଣି ଥରେ କହୁଛି, ସୀତା ସାରା ଲଙ୍କାର ସର୍ବନାଶ କରିବାକୁ ଆସିଛି। ତାକୁ ରାମଙ୍କ ପାଖକୁ ପଠେଇ ଦିଅନ୍ତୁ। ଏବେ ବି ସମୟ ଅଛି ସ୍ୱାମୀ। ମନ୍ଦୋଦରୀ ବୀର ପୁରୁଷଙ୍କ ପତ୍ନୀ ମାନେ ସେମାନଙ୍କୁ କାପୁରୁଷତାର ଶିକ୍ଷା ଦିଅନ୍ତିନି। ସିଂହ ଥରେ ଯାହାର ଶିକାର କରି ନିଏ ତାକୁ ଅନ୍ୟର ଭୟରେ ଫେରେଇବାକୁ ଯାଏନି। জয় শ্রীরাম। ଲଙ୍କେଶ୍ୱର ବିଶ୍ୱକର୍ମାଙ୍କ ଦ୍ୱାରା ନିର୍ମିତ ବିଶାଳ ସ୍ୱର୍ଣ୍ଣଲଙ୍କା ଦହନ କରିକି ଯାଇଥିବା ସେ ବାନର ନଥିଲା, ଗୋଟିଏ ପ୍ରଳୟ ଥିଲା, ଭୀଷଣ ଚକ୍ରବାତ ଥିଲା, ବିନାଶର ସାକ୍ଷାତ ସ୍ୱରୂପ ଥିଲା, ଯାହାକି ଲଙ୍କାକୁ ଧ୍ୱଂସ କରିକି ଚାଲିଗଲା। ଏହା ସ୍ପଷ୍ଟ ସଂକେତ ଯେ ଶତ୍ରୁ ଦାମ୍ଭିକ। ଆମେ ସାବଧାନ ହୋଇଯିବା ଉଚିତ। ଲଙ୍କେଶ୍ୱର କେବେ ଅସାବଧାନ ନଥାଏ। ଅସାବଧାନତା କେବଳ ଏତିକି ହେଇଗଲା ଯେ ସେ ମାୟାବୀ ମର୍କଟକୁ ମୁଁ ଜୀବିତ ଛାଡ଼ିଦେଲି, ତା ପୁଣି ଆପଣ ମନ୍ତ୍ରୀଗଣଙ୍କ ରାୟ ଉପରେ। ସେଥିରେ ବିଶେଷ ମନ୍ତ୍ରଣା ରାଜା ବିଭୀଷଣଙ୍କର ଥିଲା ମହାରାଜ। କାରଣ ବିଭୀଷଣ ନିଜ ଘର ରକ୍ଷା କରିବାକୁ ଚାହୁଁଥିଲେ। ଆପଣ ତ ଏମିତି କହୁଛନ୍ତି ଯେମିତି ବିଭୀଷଣ ପୂର୍ବରୁ ଜାଣିଥିଲା ଯେ ହନୁମାନ ଲଙ୍କାରେ ଏଇଭଳି ଉତ୍ପାତ କରିବ। ମହାରାଜ, ବିଭୀଷଣ ଆପଣଙ୍କ ଭାଇ, ତାଙ୍କ ବିରୁଦ୍ଧରେ କିଛି କହିହେବନି। କିନ୍ତୁ ଏକଥା ବିଚାର ଯୋଗ୍ୟ ମହାରାଜ, ମହାରାଜଙ୍କ ମହଲ, ଯୁବରାଜ ଇନ୍ଦ୍ରଜିତଙ୍କ ଭବନ, ମନ୍ତ୍ରୀଗଣ ପ୍ରହସ୍ତ, ଆକମ୍ପନ, ରାକ୍ଷସ, କୁମ୍ଭ, ମହାମନ୍ତ୍ରୀ ମହାଫାସ, ସମସ୍ତଙ୍କ ବିଶାଳ ଅଟ୍ଟାଳିକାମାନ ଅଗ୍ନିର କୋଳରେ ଧ୍ୱଂସ ପାଇଲା ବେଳେ ଆପଣଙ୍କ ସାନ ଭାଇ ବିଭୀଷଣଙ୍କ ଘର ଉପରେ ଟିକେ ବି ଆଞ୍ଚ ଆସିଲାନି। ମନ୍ତ୍ରିମଣ୍ଡଳର ସନ୍ଦେହ ଭିତ୍ତିହୀନ ନୁହେଁ ପିତାଶ୍ରୀ। କକା ବିଭୀଷଣଙ୍କର ଆମ ସମସ୍ତଙ୍କଠୁ ଅଲଗା ଅଲଗା ଗତିବିଧି ଦେଖିକି ମୋର ତ ସନ୍ଦେହ ହେଉଛି ଯେ କକା ଆତ୍ମୀୟ ନା ପର। ଶୁଣ, ବିଭୀଷଣ ଶିରାରେ ବି ସେହି ରକ୍ତ ପ୍ରବାହିତ ହେଉଛି ଯାହାକି ତୋର ଆଉ ଲଙ୍କେଶ୍ୱର ଶିରାରେ ବହୁଛି।
ବିଚାରରେ କିଛିଟା ପ୍ରଭେଦ ହେତୁ ନିଜର ଆତ୍ମୀୟ କେବେ ହେଲେ ପର ହେଇଯାଏ ନା। ଅଗ୍ନିର ଭୟାବହତାରୁ ଅଶୋକ ବାଟିକାରେ ସୀତା ବି ବଞ୍ଚିଗଲା। ସୀତାକୁ ସେ ବାନର ରାବଣ ପାଇଁ ଛାଡ଼ିଗଲା। ସେ ବାନର କଣ ସାକ୍ଷାତ ଅଗ୍ନିଦେବ ବି ଚାହିଁଲେ ଏମିତି ସାହସ କରିପାରିବେନି ଯେ ଯିଏ ରାବଣର ହୃଦୟରେ ସ୍ଥାନ ପାଇ ସାରିଛି ତାର କିଛି କ୍ଷତି କରିବେ। ସାକ୍ଷାତ ଅଗ୍ନିଦେବ ବି ୟାଠୁ କ'ଣ ଅଧିକ କ୍ଷତି କରିପାରିଥାନ୍ତେ ମହାରାଜ। ଯେମିତି ଚତୁର୍ମୁଖ ବ୍ରହ୍ମାଙ୍କର ପ୍ରଚଣ୍ଡ କୋପ ଅବା ଭଗବାନ ବିଷ୍ଣୁଙ୍କର ମହାନ ତେଜ ବାନର ରୂପ ଧାରଣ କରି ଲଙ୍କାକୁ ଧ୍ୱଂସ କରିବାକୁ ଆସିଛି, ସେ ସେନା ଛାଉଣୀକୁ ଧ୍ୱଂସ କରିଦେଲା, ଶସ୍ତ୍ରାଗାର ଭସ୍ମ କରିଦେଲା, ସପ୍ତ ଧାତୁରେ ନିର୍ମିତ ଦୁର୍ଗ ଆଉ ଚତୁର୍ପାର୍ଶ୍ୱରେ ସୁରକ୍ଷା ପାଇଁ ନିର୍ମିତ ପ୍ରାଚୀର ଜଳେଇ ଦେଲା। କ୍ଷମା କରନ୍ତୁ ଲଙ୍କେଶ୍ୱର, କିନ୍ତୁ ଏସବୁ ଆପଣଙ୍କ ରାଜନୀତି ବିରୁଦ୍ଧାଚରଣ ପାଇଁ ହେଉଛି। ଆଜି ଅଲକାପୁରୀକୁ ତୁଚ୍ଛ କଲା ଭଳି ଲଙ୍କା ଶ୍ମଶାନ ସମାନ ହେଇଗଲାଣି। ପ୍ରତି ଘରେ ଆର୍ତ୍ତନାଦର ଗୁଞ୍ଜରଣ, ହାହାକାର ଓ ଚିତ୍କାର ଶୁଭୁଛି। କୌଣସି ସ୍ତ୍ରୀକୁ କାମନା କରିବା ଆଦୌ ଖରାପ ନୁହେଁ, କିନ୍ତୁ ଗୋଟାଏ ସ୍ତ୍ରୀ ପାଇଁ ଏତେ ଗୁଡ଼ାଏ ମୂଲ୍ୟ ଦେବା ଉଚିତ ନୁହେଁ ମହାରାଜ। ମାଲ୍ୟବାନ, ଆପଣ ମୋର ଅଜା, ମୁଁ ଆପଣଙ୍କୁ ଆଦର କରେ। ତାର ଅର୍ଥ ନୁହେଁ ଯେ ଆପଣ ରାଜସଭାର ଅନୁଶାସନ ଆଉ ଶିଷ୍ଟାଚାରକୁ ଉଲ୍ଲଂଘନ କରିବେ। କ୍ଷମା କରନ୍ତୁ। ଭବିଷ୍ୟତରେ ଏଥିପ୍ରତି ଧ୍ୟାନ ରହେ। ତଥା ଆଜ୍ଞା ଲଙ୍କେଶ୍ୱର। ଇନ୍ଦ୍ରଜିତ, ବିଶ୍ୱକର୍ମାଙ୍କୁ ଆଦେଶ ଦିଅ, ଲଙ୍କାପୁରୀର ଯାହା କ୍ଷତି ହେଇଛି, ଅଗ୍ନି ବ୍ୟାପିବାରେ ଯେଉଁ କ୍ଷତି ଘଟିଛି, ତାକୁ ତୁରନ୍ତ ପୁନଃ ପୂର୍ବବତ୍ କରିଦେବେ। ଏ କାର୍ଯ୍ୟରେ ମୁହୂର୍ତ୍ତେ ବି ବିଳମ୍ବ ହେବା ଉଚିତ ନୁହେଁ। ଯଥା ଆଜ୍ଞା ପିତାଶ୍ରୀ। ମାତା, ମା, ତମେ କୁଶଳରେ ଅଛ ନା ବସ୍ଛ? ଯେବେଠୁ ମୁଁ ଶୁଣିଲିଣି ଯେ ରାବଣ ତମର ଲାଞ୍ଜ ଜଳେଇବାକୁ ଆଜ୍ଞା ଦେଇଛି, ମୁଁ ବହୁ ଚିନ୍ତାରେ ଥିଲି। ମୁଁ ଅଗ୍ନି ଦେବତାଙ୍କୁ ତମର ରକ୍ଷା ପାଇଁ ପ୍ରାର୍ଥନା କରୁଥିଲି। ମୁଁ ଜାଣିଥିଲି ମାତା ଯେ ଆପଣଙ୍କ ପୁଣ୍ୟ ବଳରେ ହିଁ ଅଗ୍ନିଦେବ ମୋତେ ଆଉ ମୋ ଲାଞ୍ଜକୁ ଜଳେଇ ପାରିବେନି। ମା, ମୁଁ ରଘୁନାଥଙ୍କର ପ୍ରଭାବ ଆଉ ଆପଣଙ୍କ ଆଶୀର୍ବାଦରୁ ଲଙ୍କାର ସୈନ୍ୟବଳର ବହୁତ କ୍ଷତି ସାଧନ କରିଛି। ଲଙ୍କା ଦୁର୍ଗର ମଜବୁତ ପ୍ରାଚୀର ଆଉ ନଗରର ମୁଖ୍ୟ ଫାଟକକୁ ବି ଜଳେଇ ଦେଇଛି। ଏଥିରେ ତାଙ୍କର ଦୁର୍ଗ ରଚନା ଶକ୍ତିହୀନ ହେଇଯିବ ଆଉ ଶ୍ରୀରାମଙ୍କର ସେନା ପାଇଁ ନଗରକୁ ପ୍ରବେଶ କରିବା ସହଜ ହେଇଯିବ। କାଲି ମୁଁ ଲୁଚି ରହି ତାଙ୍କର ଅସ୍ତ୍ରାଗାର ବି ଦେଖି ନେଇଥିଲି, ତାକୁ ବି ଆଜି ବିଧ୍ୱଂସ କରି ଆସିଛି। ମୁଁ ତ ରାବଣରେ ବି ଅନ୍ତ କରିଦେଇଥାନ୍ତି, କିନ୍ତୁ ପ୍ରଭୁଙ୍କର ଆଜ୍ଞା ନଥିଲା। ମା, ଏବେ ଆପଣ ଚିନ୍ତା କରନ୍ତୁନି। ମୋ ଠାରୁ ଏଠାକାର ସମ୍ବାଦ ଶୁଣି ଶ୍ରୀରାମ ଲଙ୍କା ଆକ୍ରମଣ କରିଦେବେ। ତାଙ୍କ ସାଙ୍ଗରେ ବାନର ଆଉ ଭାଲୁମାନଙ୍କର ମୁଖ୍ୟ ମହାରାଜ ସୁଗ୍ରୀବ ବହୁତ ଶକ୍ତିଶାଳୀ ରାଜା। ତାଙ୍କର ସେନା ଲଙ୍କାକୁ ଚାରିପଟରୁ ଘେରି ନେବେ। ଏବେ ଆପଣ ରାବଣର ବିନାଶ ହେଲା ବୋଲି ଭାବନ୍ତୁ। ଏବେ ଯିବା ପୂର୍ବରୁ ମୋତେ ଆପଣ ଆଶୀର୍ବାଦ କରନ୍ତୁ ମା। ପୁତ୍ର, ପ୍ରଭୁ ତମକୁ ବଳ, ଶ୍ରୀ ଆଉ ଗୁଣର ଭଣ୍ଡାର କରିଦିଅନ୍ତୁ। ତମେ ଅଜୟ ହୁଅ, ଅମର ହେଇଯାଅ ଆଉ ସର୍ବଦା ଶ୍ରୀ ରଘୁନାଥଙ୍କର ପ୍ରିୟ ହେଇଥାଅ। ମାଗେ ଆଜ୍ଞା ମାତା ଜୀବ ହନୁମାନ ଦେଉଛି ଆଶିଷ ଏବେ କପିବର, ଯାଇ ଶ୍ରୀରାମଙ୍କୁ ଦିଅ ସମାଚାର ମୋର। ଭକ୍ତ ତୁମେ ପ୍ରଭୁଙ୍କର
হাত যোড়ি বিরামাগে পদ ধূলি বিদায় দিও মাতা করই মাগুড়ি বিদায় দিও মাতা করই মাগুড়ি নাচি ভয় এবে নাচি সংশয় নাচি ভয় এবে নাচি সংশয় কহিবি যাই প্রভুଙ୍କୁ সকল বিষয় কহিবি যাই প্রভুଙ୍କୁ সকল বিষয় ମାତା ଶ୍ରୀରାମଙ୍କ ପ୍ରିୟ ପାତ୍ର ହେବାର ଆଶୀଷ ଦେଇ ଆପଣ ମୋ ଜନ୍ମ ଜନ୍ମାନ୍ତର ସଫଳ କରିଦେଲେ। କେତେ ଉଦାର ଆପଣ। ମା ଏବେ ଆପଣ ମୋତେ ଆପଣଙ୍କର ଏମିତି ସନ୍ତକ ଦିଅନ୍ତୁ ଯେଉଁଥିରେ ପ୍ରଭୁ ଶ୍ରୀରାମଙ୍କୁ ବିଶ୍ୱାସ ହେଇଯିବ ଯେ ମୁଁ ଆପଣଙ୍କୁ ଦର୍ଶନ କରିଛି। ମୋ ପାଖରେ ଏବେ ତ କେବଳ ଚୂଡ଼ାମଣି ଅଛି, ଏଇଆକୁ ନେଇଯାଅ। ୟାକୁ ଦେଖିଲେ ତାଙ୍କର ବହୁତ ସ୍ମୃତି ମନେ ପଡ଼ିବ। ନିଅ। କେବଳ ଏଇ ଚୂଡ଼ାମଣିରେ ଯଦି ପ୍ରଭୁଙ୍କ ଆଶଙ୍କା ଦୂର ନ ହୁଏ ତେବେ, କାରଣ ଇଏ ତ ଆପଣଙ୍କର ଅନ୍ୟ ଗହଣା ଭଳି କେଉଁଠି ପଡ଼ିଥିବା ଅବସ୍ଥାରେ ବି ମିଳିଯାଇପାରେ। ତମେ ବହୁତ ବୁଦ୍ଧିମାନ ହନୁମାନ। ତାଙ୍କୁ ଆଉ ଗୋଟାଏ କଥା ମନେ ପକେଇ ଦବ, ଯାହା କେବଳ ସେ ଆଉ ମୁଁ ଜାଣୁ। ତାଙ୍କୁ କହିବ ଯେ ଯେତେବେଳେ ଇନ୍ଦ୍ରଙ୍କ ପୁତ୍ର ଜୟନ୍ତ କାକ ରୂପ ଧାରଣ କରି ମୋ ପାଦରେ ଚଞ୍ଚୁ ମାରିଥିଲା, ଆପଣ ତୁଣୀରର ଗୋଟିଏ ତୀର ଏମିତି ଅଭିମନ୍ତ୍ରିତ କରି ତା ପଛରେ ଛାଡ଼ିଲେ ଯେ ସେ 3 ଲୋକରେ ସାହାଯ୍ୟ ଲୋଡ଼ିଲା, କିନ୍ତୁ ତୀରରୁ ନିସ୍ତାର ପାଇଲାନି। ଆଉ ପୁଣି ସେ ଯେତେବେଳେ ଆସି ଆପଣଙ୍କ ନିକଟରେ କ୍ଷମା ମାଗିଲା, ତାର ଗୋଟାଏ ଆଖି କଣା କରି ଆପଣ ତାକୁ କ୍ଷମା କରିଦେଲେ। ତାଙ୍କୁ କହିବ ଯୋଉ ସୀତା ପାଇଁ ଆପଣ ଗୋଟାଏ କାଉର ଧୃଷ୍ଟତା ସହ୍ୟ କରିପାରୁନଥିଲେ, ଆଜି ସେଇ ସୀତା ରାକ୍ଷସୀ ମାନଙ୍କ ଗହଣରେ ପୃଥିବୀ ବକ୍ଷରେ ଶୟନ କରୁଛି। ଏବେ ଆପଣଙ୍କ ପ୍ରେମ କାହିଁକି କମିଗଲା? ଏବେ ଆସିବାକୁ ବିଳମ୍ବ କଲେ ମୋର ମୃତ ଶରୀର ବି ଦେଖି ପାରିବେନି। ଏମାନେ ମତେ କାଟିକି ଖାଇଦେବେ। ମାତା, ଆପଣଙ୍କୁ ଶ୍ରୀରାମଙ୍କ ନିୟମ, ଆପଣ ଧୈର୍ଯ୍ୟହରା ହୁଅନ୍ତୁନି। ଆପଣଙ୍କର ଯଦି କିଛି ହେଇଯାଏ ତେବେ ଶ୍ରୀରାମଙ୍କର ଏତେ ବଡ଼ ଅଭିଯାନ ବ୍ୟର୍ଥ ହୋଇଯିବ। ତାଙ୍କୁ ଯଦି ମୁଁ ଆପଣଙ୍କର ସବୁ କଥା କହେ ତେବେ ସେ ଅସ୍ଥିର ହୋଇପଡ଼ିବେ। ମୁଁ ଯେବେ ଆସିଥିଲି ସେ ମୋତେ କହିଥିଲେ ବୈଦେହୀକି କହିବ ଯେ ତାର ଓ ମୋର ପ୍ରେମ ତତ୍ତ୍ୱ କେବଳ ମୋ ମନ ହିଁ ଜାଣିଛି, ଆଉ ସେ ମନ ସର୍ବଦା ତାରି ପାଖରେ ରହୁଛି। ଏଥିରେ ମୋ ପ୍ରୀତିର ରହସ୍ୟ ସେ ବୁଝିପାରିବ। ମା, ଏହାପରେ ପ୍ରଭୁଙ୍କ ଅଭିଯୋଗ ବାଢ଼ିବା କ'ଣ ଉଚିତ ହେବ? ନା ହନୁମାନ, ଏହା ଉଚିତ ନୁହେଁ। କିନ୍ତୁ ଦୁଃଖୀ ବ୍ୟକ୍ତିକୁ ଉଚିତ ବା ଅନୁଚିତର ଧାରଣା ରହେନି। ତମେ ତାଙ୍କୁ ଏତିକି କହିବ ଯେ ତାଙ୍କର ସେବିକାକୁ ସବୁବେଳେ ମନେ ରଖିଥିବେ। ତମେ ଯାଅ, ତମ ଯାତ୍ରା ସଫଳ ହଉ। ତମକୁ ଯିବାକୁ କହିଲା ବେଳେ ବି ମୋ ମନରେ ଦୁଃଖ ଜାତ ହଉଛି। ତମର ଉପସ୍ଥିତିରେ ଯେମିତି ମତେ ସମୁଦ୍ର ଭିତରେ କୂଳ ମିଳିଯାଇଥିଲା। ତମେ ଚାଲିଗଲେ ମୁଁ ପୁଣି ସେହି ନିରାଶାର ଅଥଳ ଗଭୀରତାରେ ରହିଯିବି। ନା ମାତା,
ଆପଣ ଆଶାର ଡୋର ଛାଡ଼ନ୍ତୁନି। ମୁଁ ବଚନ ଦେଉଛି, କିଛି ଦିନରେ ଆପଣ ଶୁଣିବେ ଯେ ଶ୍ରୀରାମଙ୍କ ସେନା ଲଙ୍କାକୁ ଘେରି ଯାଇଛନ୍ତି। ଦେବୀ ମା ତମ କଥା ସତ କରୁ। ଯାଅ ବତ୍ସ, ମୋର ହେଇ ତମେ ପ୍ରଭୁଙ୍କ ଚରଣ ଛୁଇଁବ। ଯାଅ। एठी मां सीता व्याकुल व्यथित सेठी चिंतित रघुवीर दुहि कुमारे एक तीर बिरहर से बाण दुहि कुमारे एक तीर बिरहर से बाण मंगल भवन मंगल हारी दशरथ नंदन गोलक बिहारी सीता